ସମସ୍ତଙ୍କୁ ମୋର ନମସ୍କାର। ମମତା ଲାଇଫଷ୍ଟାଇଲ ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ସ୍ୱାଗତ। ଆଉ ଏ ମାସର ମୁଁ ଅରୁଣିମା କ'ଣ ସଜେଇଛି ଅକ୍ଟୋବର ମାସର। ଆଉ ତାର ଥିମ୍ ହେଉଛି ଫୁଲ, ଫଳ ଆଉ ପତ୍ର। ଆଉ ସେ ବିଷୟରେ ମୁଁ ପୁରା ଅରୁଣିମା କ'ଣ ସଜେଇଛି ଦେଖନ୍ତୁ। ଏଠି ଫଳମୂଳ ଅଛି। ଆଉ ଏଇଟା ଦେଖନ୍ତୁ, ମୁଁ ତରଭୁଜ ତିଆରି କରିଛି ପିଲାମାନଙ୍କୁ ଦେଖେଇବା ଲାଗି। ଆଉ ଏଠି ସେଓ ଅଛି। ଆଉ ଏଠି ଆମ୍ବ ଅଛି। ଏଟା ଲେସିଂ ସେପ୍ କୁହାଯାଏ, କାରଣ ଏଠି କ'ଣ ଅଛି ସେଠି ପିଲାମାନେ ସୂତା ଭରିବେ, ହେଲେ ତାଙ୍କ ଆଙ୍ଗୁଳିର ଏକ୍ସରସାଇଜ ହେବ। ଦେଖନ୍ତୁ ଏଠି ପତ୍ର ଆଉ ଗଛରେ ମୁଁ କେମିତି ସୂତା ପୂରେଇଛି। ଏହି ପ୍ରକାର ପିଲାମାନେ ତାଙ୍କ ଏଇ ସବୁ ଛେଦା ଗୁଡ଼ିକରେ ସୂତା ପୂରେଇଲେ ଆଙ୍ଗୁଳି ଗୁଡ଼ିକର ଏକ୍ସରସାଇଜ ହେବ। ତାପରେ ଏଇଠି ମୁଁ କରିଛି ଆମ୍ବର ପପେଟ୍ ଆଉ ଅମୃତଭଣ୍ଡାର ପପେଟ୍, ପୁଣି ଏଠି କଦଳୀର ପପେଟ୍। ଆଉ ମୁଁ ଡେଙ୍ଗା ଆଉ ଗେଡ଼ା ଜାଣିବା ପାଇଁ ପିଲାମାନଙ୍କ ପାଇଁ ଏଇଟା ଚିତ୍ର କରିଛି। ଆଉ ଇଏ ଜାତୀୟ ଫୁଲ ଫଳ ଚିହ୍ନିବା ପାଇଁ। ତାପରେ ପିଲାମାନେ ପତ୍ରରେ ପତ୍ର ବଡ଼ ପତ୍ର କରିଛି। ଆଉ ବିନ୍ଦୁ ବିନ୍ଦୁ କରି ଚାର୍ଟ କରିଛି, ଯେଉଁଟା ପିଲାମାନେ ଯୋଡ଼ିବେ। ଏଠି କମ୍ ବେଶୀ ଜାଣିବା ପାଇଁ ଆଉ କେଉଁ ଫଳର କେଉଁ ମଞ୍ଜି ଚିହ୍ନିବା ପାଇଁ ମୁଁ ଏଇ ଚାର୍ଟ ପେପରଟି କରିଛି। ତାପରେ ଏଇଟା ଦେଖନ୍ତୁ, ମୁଁ ଗଛ ତିଆରି କରିଛି ଗଛ ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ। ଆଉ ଏଠି କାକୁଡ଼ିର ଚିତ୍ର କରିଛି। ଆଉ ଏଇଟା ଫୁଲର ଚିତ୍ର ଅଛି। ତାପରେ ଦେଖନ୍ତୁ, ଏଇଟା ଗୋଲାପ ଫୁଲ, ପିଲାମାନଙ୍କୁ ରଙ୍ଗ ବେରଙ୍ଗର ଗୋଲାପ ଫୁଲ ଦେଖେଇବା ପାଇଁ। ଆଉ ଏଇଟା ହେଉଛି ସୂର୍ଯ୍ୟମୁଖୀ ଫୁଲ, ପିଲାମାନଙ୍କୁ ଦେଖେଇବା ପାଇଁ। ଆଉ ଏ ମାସର ଗଳ୍ପ ରହିଛି ପିମ୍ପୁଡ଼ି ଉପକାର ଶୁଝିଲା। ସେଇ ଗଳ୍ପ ବିଷୟରେ ପିଲାମାନଙ୍କୁ ଏ ଚାର୍ଟ ଦେଖେଇକି ବୁଝେଇ ପାରିବୁ, କେମିତି ପିମ୍ପୁଡ଼ିର ଉପକାର ଚଢ଼େଇ ଶୁଝିଥିଲା। ତାପରେ ଆଉ ଗୋଟେ ଗଳ୍ପ ଅଛି କଇଁଛ ଆଉ ଠେକୁଆ। ସେ କଇଁଛ ଆଉ ଠେକୁଆ କେମିତି ସାଙ୍ଗ ହେଉଥିଲେ ଆଉ କେମିତି ସେମାନେ ଦୌଡ଼ା ରେସ୍ ଖେଳିଲେ ସେ ବିଷୟରେ ଜଣାଇବା ପାଇଁ। ତାପରେ ବିଭିନ୍ନ ପ୍ରକାର ଫଳମୂଳ ଏଇଠି ରଖିଛି ପିଲାମାନଙ୍କୁ ଦେଖେଇବା ପାଇଁ। ଆଉ ବିଭିନ୍ନ ପ୍ରକାର ପରିବା ମଧ୍ୟ ଅଛି।